ପରିପାଉଷ କରିବା ମୋର କର୍ତ୍ତବ୍ୟ। ତଥାପି ତ ମୋ ବାପା ମା ମୋ ନାଁଟା ରଖିଛନ୍ତି ଅଗ୍ନି। ହେଲେ ହେଲେ ମୋ ପାଖକୁ ଯିଏ ଆସେ ସେ ପରି ପାଉଁଶ ହୋଇଯାଏ ପାଉଁଶ। ସମସ୍ତେ କହନ୍ତି ଏ ଅଗ୍ନି ସିଂ ଆସୁଛି ମାନେ ଦୁଲୁ 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 କିଲା କଲା ଷଣ୍ଢ ମାତିଲା। প্রবল প্রতাপী মহাকাল রূপে অগ্নি সিং নামে হতে পার। প্রবল প্রতাপী মহাকাল রূপে অগ্নি সিং নামে হতে পার। देखली तुझे होय आरती भूत भोरी थियो भारत कटी। राज्य राजा हेबी बोले राज्य राजा हेबी दिखे आनंद डोली बिगोली नमो तोरी नमो देवी डोली ओके न हुक्म तकीर के किनी तुझे भोरी थियो परत कटी। समय हो मोर अति प्रिय बंधु माने मो सखा सदर पुत बुझी गले कुआड़े बुझी अरे कुआड़े जाइछ एत विलंब करुछ अरे आस अरे बुझी तमें नथिले तुम गुरु अग्नि सिंह किछि मूल्य नुहे। अरे अति शीघ्र आस तमें आसिले सब किछि कामटा संपूर्ण भाव में हो जाए। अरे विलंब न करी अति शीघ्र मोर पाखକୁ चली जात तुम गुरु तुमको एठी अपेक्षा करुछि। हेला हेला हेले गुरु बुझी अरे एते विलंब कल कुआड़े जाइथिल की कथा कहउचंती गुरु कथाटा जाई मझी नई रे आउ आपण भाबुचंती कुआ मोर जोईछे। अबे हम जाता ओ पहिला छु अन्ना छतो घोर कली जुगरे बाबा एठी लोकंकु भगा कथा कहिले मध्य एमिति मार खाइबाकु पड़े। अरे गुरु आपण हेउचंती विष नथिबा नाग साप। अरे क्या कहिलो मो
ମିଛ ନଥିବା ନାକ ଛାପ। ଆରେ ଗୁରୁ ଆପଣ ହେଉଛନ୍ତି ସେଇ ପଳାଶ ବଣର ପଳାଶ ପୁଷ୍ପ। ମୁଁ ନୁହେଁ ସେ ପଳାଶ ଗଛର ପଳାଶ ଫୁଲ। ମୁଁ ହଉଛି ଅଗ୍ନି ସିଂହ ଅଗ୍ନି। ଏ ଅବନ୍ତିପୁରର ରାଜା ପ୍ରତାପ ସେନର ସାନ ଭାଇ ଅଗ୍ନି ସିଂ। ମନ ମୁସାରେ ତୁ ତ ଗଞ୍ଜେଇ ଖାଇ ମନ ମୁସାରେ ତୁ ତ ଗଞ୍ଜେଇ ଖାଇ ମନ ମୁସାରେ ବିରାଡ଼ି କୁଦିନେ ବିରାଡ଼ି ସାଗର ପାଇଲୁ ନାଇ ମନ ମୁସାରେ ତୁ ତ ଗଞ୍ଜେଇ ଖାଇ ମନ ମୁସାରେ। আরে আসি অযোধ্যায় রাজা হেবা পাই। ମୁଁ ଅବନ୍ତିପୁରରେ ଦିନେ ନା ଦିନେ ନିଶ୍ଚୟ ରାଜା ହେବି। আরে আসি অযোধ্যায় রাজা হেবা পাই। আরে মরি যাও বিশ্বকা মন মুসারে তু তো গঞ্জেই খাই মন মুসারে মরি যাও কথা মরি এই কথাটার মানে হচ্ছে ଆପଣଙ୍କ କହିବା କଥା ଅନୁସାରେ ଆପଣ ଏଇ ରାଜ୍ୟରେ ବୁଲା କୁକୁରଙ୍କ ପରି ଆଚରଣ ବିଚରଣ କରୁଛନ୍ତି ଗୁରୁ। ମୁଁ ଏ ରାଜ୍ୟରେ ବୁଲା କୁକୁର ନୁହେଁ। ମୁଁ ହଉଛି ଏ ରାଜ୍ୟର ରାଜା ବିକ୍ରମ ସେନର ସାନ ଭାଇ ଅଗ୍ନି। ମୁଁ ହଉଛି ରାଜକୁମାର ରାଜକୁମାର। ଆରେ ଗୁରୁ କଥାରେ ଅଛି ଯେତେ କନିଆ ସେତେ ବର ଆଉ ଯେତେ ଭାଇ ସେତେ ଘର। କାହିଁକି ମୋ ବଡ ଭାଇ ବଡ ହେବେ ମୋ ପାଇଁ? ଆମେ ହଉଛୁ ଗୋଟିଏ ମାର ସନ୍ତାନ। ସେ ମୋଠୁ ବଡ, ସେଥିପାଇଁ ଅବନ୍ତିପୁରରେ ରାଜନୀତି କରି ଯାଇଛନ୍ତି। ମୁଁ ତାଙ୍କରୁ ଛୋଟ। ମୁଁ ବର୍ତ୍ତମାନ ଆସନ୍ତାକାଲି ମୁଁ ନିଜେ ମୋ ଭାଇଙ୍କର ଦାୟିତ୍ୱ ନିଜେ ମୁଁ ତୁଲେଇବି। ଆରେ ଗୁରୁ ବୋକା ହୁଅନ୍ତୁନି ଗୁରୁ। ଆପଣଙ୍କ ବଡ଼ ଭାଇ ଏ ରାଜ୍ୟ ମହାରାଜା ରାଜ୍ୟ ସିଂହାସନରେ ବସି ରାଜୁତି କରୁଥିବା ବେଳେ ଆପଣ ଏଇ ରାଜମହଲର ଚାରିପଟେ ବୁଲା କୁକୁରଙ୍କ ପରି ଘୁରି ବୁଲୁଛନ୍ତି ହୋ। India सामने ଝିଅଟିଏ ଜାଣିଦେଲେ ଏ ଇଣ୍ଡିଆଟା ଆହୁରି ହୁତୁ ହୋଇ ଚାଲି ଉଠିବ।
ମୁଁ କ'ଣ କଲେ କ'ଣ ଉଲ୍ଲେଖ କଲେ ମୋ ରାଜ୍ୟରେ ମୋ ରାଜା ହେବି ରାଜା ଆଉ ମୁଁ ଚଲାପଥରେ ମୋ ବଡ଼ ଭାଇଙ୍କୁ ହଟେଇ ମୁଁ ଏ ମନ୍ତ୍ରୀପୁରରେ ଏକ ଛତ୍ରବାଦୀ ଶାସକ ହେବାକୁ ଚାହେଁ। ଏତେ ବିଳମ୍ବରେ କହିବାଟା ମାନେ ହେଉଛି ସହଜରେ କହିଦେଲେ ହବନି ଗୁରୁ। এই কথাটাକୁ ସମୟ ଆସିଲେ ନିଶ୍ଚୟ କହିବି ଗୁରୁ। ଆରେ ଗୁରୁଜୀ କେବେ କୋଉଦିନ କୋଉ ସମୟ ଆସିବେ ଗୁରୁଜୀ? ଆରେ ଗୁରୁ କଥାରେ ଅଛି ବୁଝି ବିଚାରି କାର୍ଯ୍ୟ କଲେ ପ୍ରମାଦ ନ କରଇ ଭଲେ। ତମେ ଠିକ କହିଛ ଗୁରୁଜୀ। ହେଲେ ଗୁରୁଜୀ ଆମେ ଏଇ ଜାଗାରେ ବେଶୀ ସମୟ ରହିଲେ ଆମ ପାଇଁ ବି ମତ ଆସିପାରେ। ଆମେ ଯିବା ଆମ ବିଶ୍ରାମ କକ୍ଷକୁ ଆଉ ସେଇଠି ତମେ ଆଉ ମୁଁ ଯେତେ ବସି ସେଇ କଥାଟାକୁ ବାର୍ତ୍ତାଳାପ କରି ଆଲୋଚନା କରିବା। ତେଣୁ ଆମ ବିଶ୍ରାମ କକ୍ଷକୁ ଆସୁଛି ହଉ। ନମସ୍କାର ଗୁଡ୍ ବାଏ। ପିଲା ଘମଘମେଇ ଦଉଥିଲା ରେ ଯେମିତି ପିଲାମାନେ ତ ଉତ୍ପାତ ହଉଛନ୍ତି ବୋଲି ଆମର ଦେଶ ଆଗକେ ବି ପଢ଼ବା। ଇ ବେଟାକେ ଯେନ୍ ପିଟା ପିଟିছে ମକେছে ଇ ବେଟାକେ କୁକୁରା ଗୁଟି ଯଦି ହାତ নি খোপেছে মোর যাবি কুটা বুঝি নেছে দেশি জনতা করে পিলাকে আরু কুকুরা গুটি হাত খোপাবি সে বিষয়ে চিন্তা করবি।